ଗୋବିନ୍ଦ ଓ ଚିନ୍ମୟ ମେମୋରିଆଲ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ। ଘୋଷର ଚମ୍ପିଆନ୍ କେଶରନଗର ବ୍ଲକ ହେମିତ୍ରା ପଞ୍ଚାୟତର ଘୋଷର ମୋଗମାଳ ସାହିରେ ଚାଲିଥିବା ରାତ୍ରିକାଳୀନ ଗୋବିନ୍ଦ ଓ ଚିନ୍ମୟ ମେମୋରିଆଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ମ୍ୟାଚ୍ରେ ଘୋଷର ଦଳ ମୋଗମାଳ ଦଳକୁ 10 ରନରେ ପରାସ୍ତ କରି ଚାମ୍ପିଆନ୍ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ସରୋଜ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଇଞ୍ଜିନିୟର କ୍ଷୀରୋଦ ସାହୁ, ସମାଜସେବୀ ତଥା ବିଶିଷ୍ଟ ବ୍ୟବସାୟୀ ପ୍ରବୀର ପ୍ରଧାନ, ରତ୍ନାକର ସାହୁ, ସାମ୍ବାଦିକ ସଞ୍ଜୟ ଦାସ, ସମାଜସେବୀ ଧୀରେନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଉଭୟ ଦଳଙ୍କୁ ପୁରସ୍କୃତ କରିଥିଲେ। ଘୋଷର କାହ୍ନା ପ୍ରଧାନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ ହୋଇଥିବା ବେଳେ ମୋଗମାଳର ସାଗର ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ। ଲିପୁ ସାହୁ ଶାନ୍ତନୁ ପୋଳ ଧାରା ବିବରଣୀ ପ୍ରଦାନ କରିଥିଲେ। କାଳିଆ ଓ ବିଶ୍ୱଜିତ ଅମ୍ପାୟାର ଭାବେ ଦାୟିତ୍ୱ ତୁଲାଇଥିଲେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। ତରଭା ବ୍ଲକ ଅନ୍ତର୍ଗତ ଶିବତୋଲା ହାଇସ୍କୁଲ, ତରଭା ବାଳିକା ହାଇସ୍କୁଲ, ସରଗଜ ହାଇସ୍କୁଲ ଏବଂ ବାଳାଶ୍ରମ ସୋନପୁରଠାରେ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର, ଶିଶୁ ବିବାହ, ଶିଶୁ ହେଲ୍ପଲାଇନ୍ 1098 ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁଜିତ କୁମାର ମିଶ୍ର, ଜିଲ୍ଲା ପ୍ରକଳ୍ପ ସଂଯୋଜକ କାଉନସିଲର ସୁଧୀର କୁମାର ଦାସ, ସୁପରଭାଇଜର ଧର୍ମେନ୍ଦ୍ର ଦାସ, ଚାଇଲ୍ଡ ହେଲ୍ପଲାଇନ୍ ସଦସ୍ୟ ହେମନ୍ତ ଶାହ, ଶିଶୁ କଲ୍ୟାଣ ସମିତି ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ 1098 ଟୋଲ ଫ୍ରି ନମ୍ବର, ଶିଶୁ ଶ୍ରମିକ ଏବଂ ଶିଶୁମାନଙ୍କ ବିଷୟରେ ଥିବା ଆଇନ ବିଷୟରେ ଚାଇଲ୍ଡ ହେଲ୍ପ ଲାଇନ୍ ଏବଂ ଶିଶୁ କଲ୍ୟାଣ ସମିତିର ସଚେତନତା କାର୍ଯ୍ୟକ୍ରମରେ 350ରୁ ଉର୍ଦ୍ଧ୍ୱ ଶିଶୁ ଯୋଗଦାନ କରିଥିଲେ। ସୁବର୍ଣ୍ଣପୁରରୁ ଟୁନାମୁଖୀଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି। ହିନ୍ଦୋଳ ଉପଖଣ୍ଡସ୍ତରୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ପାଦିତ। ହିନ୍ଦୋଳ ଉପଖଣ୍ଡସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ଆନୁକୂଲ୍ୟରେ ତଥା ହିନ୍ଦୋଳ ବ୍ଲକ ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଢେଙ୍କାନାଳ ରକ୍ତକେନ୍ଦ୍ର ସହାୟତାରେ ଏକ ବିଶାଳ ରକ୍ତଦାନ ଶିବିର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ସଫଳତାର ସହ ସମ୍ପାଦିତ ହୋଇଯାଇଛି। ସକାଳ 9 ଘଟିକା ସମୟରେ ହିନ୍ଦୋଳ ସବ୍ କଲେକ୍ଟର ଶ୍ରୀଯୁକ୍ତ ପ୍ରଭାସ କୁମାର ବେଉରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ହିନ୍ଦୋଳ ଏନ୍ଏସି ଚେୟାରମ୍ୟାନ୍ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ପ୍ରଧାନ ଓ ହିନ୍ଦୋଳ ଥାନା ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ମମତା ସାମନ୍ତରାୟ ଉପସ୍ଥିତ ରହିବା ସହିତ ପ୍ରଥମ ରକ୍ତଦାତା ଭାବେ ହିନ୍ଦୋଳର ସହୃଦୟ ରକ୍ତଦାତା ଶୁଭ୍ରାଂଶୁ ମୋହନ ସାମଲ ଓ ଅନ୍ତିମ ରକ୍ତଦାତା ଭାବେ ଢେଙ୍କାନାଳ ଡ୍ରଗ୍ସ ଇନ୍ସପେକ୍ଟର ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ କର ସହୃଦୟତାର ସହିତ ରକ୍ତଦାନ କରିଥିଲେ। ତେବେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଳୟର କର୍ମଚାରୀ ସୁଚିତ୍ରା ସାହୁ, ସସ୍ମିତା ନାୟକ, ସୁକାନ୍ତି ଷଡ଼ଙ୍ଗୀ, ବିଜୟ କୁମାର ଦାସ, ସତ୍ୟବାନ ସାହୁ, ଶକ୍ତିପ୍ରସାଦ ସାମଲ, ପ୍ରତାପ ସାମଲ, ନିରୁପମା ବେହେରା, ସୌମ୍ୟରଞ୍ଜନ ସାହୁ, ଅବନୀ ପତି, ସୁଭାଶିଷ ଦାସ, ଅଜିତ ନନ୍ଦ, ବିଭୂତି ନାୟକ, କୁନା ନାୟକ ପ୍ରମୁଖ ସହୃଦୟତାର ସହିତ ରକ୍ତଦାନ ତଥା ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ପୂର୍ଣ୍ଣ ସହଯୋଗ ପ୍ରଦାନ ପୂର୍ବକ ଶିବିର ପରିଚାଳନା କରିଥିଲେ। ଢେଙ୍କାନାଳ ରକ୍ତ କେନ୍ଦ୍ରର କର୍ମଚାରୀମାନଙ୍କ ଦ୍ୱାରା ସର୍ବମୋଟ 101 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଲ୍ୟାବ୍ ଟେକ୍ନିସିଆନ୍ ପରମାନନ୍ଦ ପଣ୍ଡା, ରୋହିତ ଦାସ, ରାକେଶ ବେହେରା, ଷ୍ଟାଫ୍ ନର୍ସ ସୌମ୍ୟରଞ୍ଜନ ମହାନ୍ତି, ଆଟେଣ୍ଡାଣ୍ଟ ଅଜୟ ସ୍ୱାଇଁ, ବରୁଣ ସାହୁ ସହୃଦୟ ରକ୍ତଦାତାମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ସମସ୍ତ ସହୃଦୟ ରକ୍ତଦାତାମାନଙ୍କୁ ଢେଙ୍କାନାଳ ରକ୍ତ କେନ୍ଦ୍ର ତରଫରୁ ଜଳଖିଆ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା। ଆଞ୍ଚଳିକ ସ୍ତରରେ ସମସ୍ତ ସରକାରୀ, ବେସରକାରୀ, ସାମାଜିକ ଅନୁଷ୍ଠାନର କର୍ମଚାରୀ ତଥା ସମାଜସେବୀ ଓ ସ୍ୱେଚ୍ଛାକୃତ ରକ୍ତଦାତା ଗ୍ରହଣ ଉତ୍ସାହର ସହିତ ରକ୍ତଦାନ କରୁଥିବାର ଦେଖିବାକୁ ମିଳିଥିଲା। ଜନମଙ୍ଗଳ ରାସଳ ସଂଗଠନର ପ୍ରତିଷ୍ଠାତା ବିଭୁ ଶତପଥୀ ଓ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ବାଦିକ ସଂଘର ସାମ୍ବାଦିକ ଭାଇମାନେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ହିନ୍ଦୋଳରୁ ଗଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।